ଲକି ସାଧାରଣ କାମୁଡ଼ିବନି ତାକୁ ହାତ ହ୍ୟାଣ୍ଡସେକ୍ କରିନ ହ୍ୟାଣ୍ଡସେକ୍ କରିବ ନା ଧରି ଡାକିବ ହ୍ୟାଣ୍ଡସେକ୍ କରିବ ସବୁ କରିବ ମାନେ ଭାଇମାନେ ଆସିଛନ୍ତି ତାଙ୍କର ଯେଉଁ ଲାବ୍ରାଡୋର ଫିମେଲଟା ପାଇଁ ଯେଉଁଟା ଏଇଠି ପଡ଼ିଥିଲା ଫିମେଲଟା ପାଇଁ ଆସିଥିଲେ ଆଉ ଓନର ହେଉଛନ୍ତି ଭାଇ। ହ୍ୟାଲୋ ଭାଇ ନମସ୍କାର ଜୟ ଜଗନ୍ନାଥ ଚିକୁ ପେଟ୍ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ କରୁଛି ସାଙ୍ଗମାନେ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆଜି ଯେଉଁଟା ଭିଡ଼ିଓ ପଡ଼ିଥିଲା ଇନଷ୍ଟାରେ ପଡ଼ିଥିଲା ପ୍ଲସ୍ ୟୁଟ୍ୟୁବରେ ଯେଉଁଟା ପଡ଼ିଥିଲା ଲାବ୍ରାଡୋର ଫିମେଲ 2 ବର୍ଷର ସେଇଟା ଆଜି ସୋଲ୍ଡ ଆଉଟ୍ ହେଇଯାଉଛି ମାନେ ଭାଇ ଆସିକି ନେଇଯାଉଛନ୍ତି। ଆଜି ଡେଟ୍ କେତେ 3 ତାରିଖରେ ପଳାଉଛି 3/6 ତ 3/6ରେ ଯାଉଛି ନହେଲେ କହିବନି ଭାଇ ପୂର୍ବ ଭିଡ଼ିଓରା ପକାଉଛ ସେ ଭିଡ଼ିଓ କୁକୁର ଷ୍ଟକ୍ ଅଛି ବୋଲି କିନ୍ତୁ ସେ ଛୁଆ ପଳେଇଲାଣି। ଭାଇ ଆସି ନେଇଛନ୍ତି ଭାଇ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଭାଇ। ଭାଇ ଆପଣଙ୍କ ନାଁଟା? ରାକେଶ। ରାକେଶ ଭାଇ। ରାକେଶ ଭାଇ କେଉଁଠୁ ଆସିଥିଲ ଭାଇ? ଭାଇ ତ୍ରିଶୁଳିଆରୁ। ତ୍ରିଶୁଳିଆ କଟକ ତ୍ରିଶୁଳିଆ ନା? ଆଉ କୁକୁର କେମିତି କ'ଣ ଦେଖିଲ କୋଉଥିରୁ ଦେଖିଲ? ଭାଇ ଇନଷ୍ଟାରେ ମୁଁ ଆପଣଙ୍କୁ ଫଲୋ କରିଛି। ଇନଷ୍ଟାରେ ଭିଡ଼ିଓ ଦେଖେ ସବୁ ଭିଡ଼ିଓ ଲାଇକ୍ କମେଣ୍ଟ ଫଲୋ କରୁଛ ତ? ଆଜ୍ଞା। ଆଉ ତାପରେ ସେ ଇନଷ୍ଟାରୁ ଦେଖିକି ଆସିଥିଲି ଆଉ। ଇନଷ୍ଟା ୟୁଟ୍ୟୁବରେ ଦେଖ ନା ଦେଖ? ଆଜ୍ଞା ଆଜ୍ଞା ୟୁଟ୍ୟୁବ ସବୁଥିରେ ଦେଖ। ଆଜ୍ଞା। ତାପରେ କୁକୁର ଆସିକି ନେଇକି ଯାଉଛ ଯେଉଁଟା ତମ ପସନ୍ଦ ହେଲା କୁକୁରଟା? ଆଜ୍ଞା ବହୁତ ବହୁତ ପସନ୍ଦ ହେଉଛି। ବହୁତ ପସନ୍ଦ ହେଇଛି। ଆଉ କ'ଣ କହିବାକୁ ଚାହିଁବ ଯେଉଁ କୁକୁରଟା ନେଉଛ ମାନେ କୁକୁରଟା ଆପଣଙ୍କୁ କେମିତି କ'ଣ ଲାଗିଲା? ବହୁତ ଭଲ ଲାଗିଲା। କୁକୁର ବହୁତ ବି ଆକ୍ଟିଭ ବହୁତ ମାନେ ଅଛି କିଛି ବି ମାନେ ଇଏ ତାର ନାହିଁ କୁକୁରର କାମୁଡ଼ା କାମୁଡ଼ି ଆଗ୍ରେସିଭ ନାଇଁ କିଛି ନାହିଁ। ଜନ୍ମ କରିଥିଲା ତମେ ନେବ ତମ ଘରେ ଜନ୍ମ କଲେ କହିଛି ଛୁଆ ଯଦି କେବେ ବି କେଉଁ ବେପାରୀ ମାନେ ଅସୁବିଧା କଲେ ତାଙ୍କ ବୁଦ୍ଧିରେ ପଡ଼ିବନି ଛୁଆ ଡାଇରେକ୍ଟ ମତେ ଦେଇଦେବ ମୁଁ ନେଇଯିବି ସବୁ ଯାକ ହେଲା। କିଛି କାହାକୁ ଖୁସାମତ କରିବା ଦରକାର ନାହିଁ କାରଣ କେହି ଅଣ୍ଡିଆ ନେଇଯିବେ ମାଇ ଛାଡ଼ିଦେବେ ହଇରାଣରେ ପଡ଼ିଯିବ ହେଲା। ଆଉ ଜଣେ ତ ମୁଁ କହୁଥିଲି ଜଣେ ବ୍ଲାକ୍ କଲର ନେଇକି ତାଙ୍କ ଘରେ 7ଟା ଛୁଆ ପକେଇଛି ତାଙ୍କ ମନ ଖୁସି ପୁରା ତିର୍ତ୍ତଲରେ। ସେ ଛୁଆ ବି ଆସିଯିବ ଆଉ କିଛି ଦିନ 15 ଦିନ ବୋଧେ ହେଇଗଲାଣି ଆଉ 15 ଦିନ ପରେ ଆସିଯିବ। ଆଉ ଦି ଭାଇ ଯାକ ଦେଖିକି ଦେଖୁଛନ୍ତି ଜର୍ମାନ ଭାଇ କ'ଣ ତମକୁ ପସନ୍ଦ ହଉଛି ଲକି? ନେଇଯାଉନ ତାକୁ ନେଇଯିବ ତାକୁ ଗୋଟେ କ'ଣଟା ଆଣିକି ଦେବ ଖାଇବାକୁ ସେ ଜମା ଖାଇବନି। ସେ ଜମା କିଏ ଦେଲେ ଜମା ଛୁଇଁବନି। ତମେ ଆଇଁଷ ଟିକେ ପକାଅ ସେ ଜମା ଭାଇ ମୁଁ ତ ଆସିଲି ଭାଇଙ୍କ ପାଖରୁ ନେଇକି ଯାଉଛି ଆପଣମାନେ ବି ଆସନ୍ତୁ ଭିଡ଼ିଓକୁ ଲାଇକ୍ ସେୟାର କମେଣ୍ଟ କରନ୍ତୁ ଆଉ ଫଲୋ ବି କରନ୍ତୁ ଯେଉଁ ଭାଇମାନେ ଆସିଛନ୍ତି ଫଲୋ ବି କରନ୍ତୁ ଫଲୋ କରିକି ସବସ୍କ୍ରାଇବ୍ ବି କରନ୍ତୁ। ଆଉ ଆସିକି ଆପଣମାନେ ସମସ୍ତେ ନିଅନ୍ତୁ ନା କ'ଣ? ଆଉ ହଉ ଭାଇମାନେ ଭାଇ ତ ଆସିକି ନେଲେ ଆପଣମାନେ ବି ଆସିକି ନିଅନ୍ତୁ ବହୁତ ଭଲ ପ୍ରାଇସ୍ ସବୁ ବଢ଼ିଆ ବଢ଼ିଆ କୁକୁର ଆଉଛନ୍ତି। ଏଠି ପଡ଼ିଛନ୍ତି 3ଟା ଡଗ୍ ପଡ଼ିଥିଲେ 3ଟା ଡଗ୍ ପଡ଼ିଥିଲା ନା? 3ଟା ଡଗ୍ ପଡ଼ିଥିଲା ତା ଦେହରୁ ଗୋଟେ ସେଲ୍ ହେଇଛି ଆଉ ଗୋଟେ ଚକୋଲେଟ୍ କଲର ଲ୍ୟାବ୍ ଅଛି ସେଇଟା ପୁଣି ପୁରା ଶସ୍ତାରେ ଅଛି ଶସ୍ତାରେ ପୁରା ଅଛି ସେ ଆଉ ସିଏ ଅଛି ପ୍ଲସ୍ ବ୍ଲାକ୍ ଲାବ୍ରାଡୋର ଅଛି ସବୁ ଅଛନ୍ତି ଆସିନାହାନ୍ତି ବ୍ଲାକ୍ ଲାବ୍ରାଡୋରଟା ଆସିନି ଆସିବ। ଆମ ସବୁ ଲାଇନ୍ ବାଇ ସବୁ ବନ୍ଧା ହେଇଛନ୍ତି। ବଡ଼ କୁକୁର ଆଇଲେ ମାନେ କ'ଣ ନା ତାଙ୍କ ଦେହରେ କ'ଣ ରୋଗ ଥିବ କି କହିପାରିବ କାହା ଦେହରେ କେଉଁ ରୋଗ ଆଉ ଧରି ପକାଉଛି ସବୁ ଯାକ ଲାଇନ୍ ବାଇ ଲାଇନ୍ କଟିଯିବେ ଭୁସ୍ ଭାସ୍ କରି କଟିବେନି ପାର୍ବ ରୋଗ ଯାହାକୁ ଧରିଥିବ ଏମିତି ଲାଇନ୍ ବାଇ କଟିବେ କେହି ରହିବେନି। ସେଥିପାଇଁ ଆଙ୍କ ପାଇଁ ଗୋଟେ ବାହାରେ ଗୋଟେ ସ୍ୱତନ୍ତ୍ର ଘର କରିବା ଯେଉଁ ବାହାର କୁକୁର ଆସିବେ ସେ ବାହାରେ ରହିବେ। ମୁଁ ସେଇଟା ଭାବୁଛି ବାହାର କୁକୁର ବାହାରେ ରଖିଲେ ଆଉ ଘରେ ପଶିବେନି। ଆଉ ଘରେ ପଶିଲେ ମାନେ ରୋଗ ଧରିଦେବ ମାନେ ପାର୍ବ ରୋଗରେ କେହି ବଞ୍ଚିବେନି ସବୁ କଟିଯିବେ। ବିଚାରା ଇଏ ଶୁଖିଲାରେ ହଇରାଣ ହେଇଯିବ ହେଲା କ'ଣ? ହଉ ଠିକ୍ ଅଛି ଭାଇ ଆପଣ ଯାଆନ୍ତୁ ଆପଣଙ୍କ ସାଙ୍ଗ ସବୁ ଇଏ ମାନେ ନା ଭାଇ? ନାଇଁ ଭାଇ ସାନ ଭାଇ ସବୁ ଯାକ ନା? ଆଉ ନେଇକି ଯିବେ ଭାଇ କଟକ ତ୍ରିଶୁଳିଆରେ ଆସିଥିଲେ ନେଇକି ଯିବେ। ଆଉ ଭାଇ କ'ଣ ପସନ୍ଦ ହେଲା? ଭଲ ହେଇଛି ଠିକ୍ ଅଛି ତ? ରେଡ଼ି ହେଲା ସେ ତାର ପଶିଲା। କ'ଣ ଭାଇ ଡର ଲାଗୁଛି? ଶାନ୍ତ ଅଛି ନା? ଯାଅ ଭାଇ ଗଲା ସାର୍ ପୁରା ମଝିରେ ବସିକି ଯାଉଛନ୍ତି ଏ ବସିଲା ଆରାମ ତମେ ଯା ଟେକି ଦିଅ ମୋଠୁ ପରମିଶନ ନେଇକି ଟୁଙ୍ଗୁରୁ ଗୋଡ଼େଇବ ଯାଉନି ଯା ଦହ ଦେଖ ଗୋଡ଼େଇଲା ତାକୁ ଜମା ଯିବନି ତା ପାଖକୁ ଜମା ଯିବନି। ଆଉ ଯଦି ଟୁଙ୍ଗୁରୁ ବାଉଳାରେ ତା ଦେହରେ ନଖ ମାଇଲା କି ଦାନ୍ତ ଲଗେଇଲା ଯାହା କଲା ଚାଲି ପୁରା ରାଗିକି ପୁରା ଟାର୍ଗେଟ କରି ତାକୁ କାମୁଡୁଥିବ। କୋକୋକୁ ଯେମିତି ଗୋଡ଼େଇଲା କୋକୋ ଏମିତି ଗୋଡ଼ ଗୋଇଠା ପକେଇଦେଲା ଜାବଡ଼ା ପକେଇଦେଲା ଏଇଠିକି କୋକୋକୁ ସେ ବିରକ୍ତିଆ କରିଦେଲା କାମୁଡ଼ିକି ସେ ଅନେଇ ଟୁଙ୍ଗୁରୁ ପାଖକୁ ଯାଉନୁ ଧହ ତାକୁ ନାଇଁ ଟାଇଗର ଟିକେ କ'ଣ ନିଖ ମଡ଼ା ହେଇଛି ଟାଇଗର ପାଖକୁ ଯାଇ ଟାଇଗର କାମୁଡ଼ି ବୋଲି ବଇଛି ଇଏ ଡରିକି ଛାନିଆ କୋକୁଆ ଭୟ ହେଇଗଲା ମୋ ଧନକୁ କୋକୁଆ ଭୟ ହେଇଗଲା। ଯା ଚାଲି ଧହ ଖେଳିବ ବୋଲି ହଉଛି। ଆକ୍ଚୁଆଲି ସାଙ୍ଗମାନେ ମୁଁ ସେଠି ଗୋଟେ ଭେଡ଼ କରିଦିଏ ମୋର କୁକୁର ମାନେ ତା ଭିତରେ ଖେଳନ୍ତି ଭେଡ଼ଟା ବନ୍ଦ ହେଇଯାଇଛି କ'ଣ କରିବା ନା ଇଏଟା ମୋର ସେଇଠୁ ଦେଖ ଏଉଠୁ ଏଡ଼ିକିଟେ ଭେଡ଼ ଥିଲା ମତେ ଲାଗିଲାଣି ଏଡ଼ ବଡ଼ ଭେଡ଼ କରିବାକୁ ପଡ଼ିବ
ଏଇଟା ଏଇ ତୁ ତ କାମୁଡ଼ି ଦଉଛୁ ଚୁଇଁ ଦେଖ ଚୁଇଁ ତ କାମୁଡ଼ିଲେ ଚୁଇଁ ସେଇ ଜିରୁଜି ଲାଗିବ ଦେଖ ଚୁଇଁ ଆସି ମୋ ପାଖରେ ବଉଛି ଦେଖ ଧରିବ ଚୁଇଁ ଖାଲି ଚୁଇଁ ଲାଗିବ ଖାଲି ଜିରିବିଜି ଲାଗିବ ଖାଲି ଜିରିବିଜି ଲାଗିବ ସେମିତି ଜିରିବିଜି ଲାଗିବ ଜମା ଛାଡ଼ିବନି ଜମା ଛାଡ଼ିବନି ଚୁଇଁ ନା ମନେ ଲାଇକା ଏଡ଼ିକି ଜୋରେ ଭୁକୁଛି କାନ କଣ କରିଦଉଛି ଧ ତାକୁ କି ଗଁ ଗଲାଣି ହଁ ଶାନ୍ତ ତାକୁ ଚୁଇଁ ଧ ତାକୁ ଚୁଇଁ ଧ ତାକୁ ଚୁଇଁ ଧ ତାକୁ କୁକୁ ଆସିଗଲା କୁକୁ ଜମା ତା ସାଙ୍ଗେ ଲାଗିବନି ଧ ତାକୁ କୁକୁ ଧ ତାକୁ କୁକୁ ଧ ତାକୁ ଯିଏ ଲାଗିବ ସେ ତା ସାଙ୍ଗେ ଲାଗିବ କୁକୁ ଧ ତାକୁ ଦେଖ କୋକ ସାଙ୍ଗେ ଲାଗିବ ଏଇକା ସିଏ କୋକ ନାଙ୍ଗୁଡୁ କାମୁଡୁ କୋକ ଧ ତାକୁ କୋକ ନାଙ୍ଗୁଡୁ କାମୁଡା ଦେଖ ସମସ୍ତ ସାଙ୍ଗେ ଲାଗିବ ସେ ଜମା ଡରିବନି ଚୁଇଁ କଣ କରୁଛି କୋକକୁ ଆଖି ଦେଖିଲାଣି ସେ ତୋ ପାଇଁ କୋକ ଆଇଲା ତୁ କୋକକୁ ଆଖି ଦେଖେଇବୁ ନା ଚୁଇଁ କୋକ ଟାଇ ଲକି କଣ ତଲା ଚାଲି ବିଚାରା ଷଣ୍ଢ ମର ଛେଳି ହେଇଗଲା ଚାଲି କଣ ତାର କୁଣ୍ଡେଇ ହଉଛି ବା ଏଠି ଖାଇଲୁ ଚାଲି ଧରକୁ ମୁଁ କଣ କରିବି ତତେ ସେ କାମୁଡି ଦେଲା କାମୁଡିନି ତତେ କାମୁଡିଲେ ତ ଚାଲିଯିବୁ ଆର ପାରି ବେଙ୍ଗ ଭଳିଆ ସେ କୋକ ସାଙ୍ଗେ ଜିରିବିଜି ଲାଗିବ ଧ ତାକୁ କଣ ମତେ ଭୁକୁଛୁ କଣ ବା ଜମା ଏଇ କୁକୁର କୁକୁତା ସାଙ୍ଗେ ଲାଗୁଛୁ ରୁଲ ପଳେଇଲା 20 କିଲୋଟା ଏଇଟା 20 କେଜିର ପଳେଇଲା ଚାଲି ପୁରା ଅନେଇଛି ଫକ୍ ଫକ୍ ହେଇକି ଚାଲି ଅନେଇଛି ଫକ୍ ଫକ୍ ହେଇକି ତାକୁ ଖାଇବ ସେ ଭାବୁଛି ତାର ଫଟୋ ସେଠି ଗୋଟେ ଲଗାଇଛି ସାଙ୍ଗମାନେ ଦେଖନ୍ତୁ ଆଜି ଭେଡ଼ ଲଗାଇଲା ମୁଁ କହିଥିଲି ଭେଡ଼ ଲଗେଇଦେବି ଏ ଦେଖ ଏଇଟା ଖାଲି ମଝିରେ ଗୋଟେ ବଡ଼ ପାଇପ୍ ପଇଛି ସେ ତା ଭିତରେ ରହିଛି ଖୁଣ୍ଟଟା କାର ବାହାରିଲା ବେଳକୁ ସେ ଖୁଣ୍ଟ ଟେକା ହେଇଯିବ ଦିଟା ଭେଡ଼ ମିଳିବ ଏପଟ ଭେଡ଼ଟା ଲଗେଇନି ଏପଟ ଭେଡ଼ଟା ବନେଇବି ଏପଟ ଭେଡ଼ଟା ବନେଇନି ଗୋଟେ ଭେଡ଼ ଲଗେଇ ଦେଇଛି ଆଉ ଗୋଟେ ଭେଡ଼ ଲଗେଇନି ଲଗେଇବି କାରଣ ମୋ ହାତ କଣ ହେଇଗଲା ହାତ କଟିଯାଇଛି ଦେଖନ୍ତୁ କଣ କରିବା ମୁଁ ଦେଖେଇ ହବନି ବେଶୀ ବ୍ଲଡଟା ନା ଆଉ ଇଏ ତ ସଇଲା ଆମର ସବୁ ଅଛନ୍ତି ଏଠି ଭାଇ ଆମର ପୁରା ଘର ପାଖକୁ ପଳେଇଥିଲେ ମୁଁ କହିଲି ଭାଇ କାମୁଡି ଦବ ଭାଇ କହିଲେ ନାଇଁ ଆମକୁ ଚିହ୍ନି ଗଲେଣି ପାଗ ଦେଇଛି ସାଙ୍ଗମାନେ ଦେଖ କେନ୍ତା ପାଗ ଦେଇଛି ବଢିଆ ମସ୍ତ ପାଗ ଦେଇଛି ପୁରା ମେଘୁଆ ପାଗ ଦେଇଛି ବିଲରେ ଦେଖ କେନ୍ତା ଘାସ ଏପଟେ ଗାଈ ବେଶୀ ନାହାନ୍ତି ଆଉ ଏଠି ଦେଖ କେନ୍ତା ଘାସ ଦେଖ ଏଠି ଆମ ଗାଈ ବନ୍ଧା ହେଇଛି ଏଠି ଗାଈ ବନ୍ଧା ହେଇଗଲା ବଢିଆ ଜାଗାରେ ମସ୍ତ ଜାଗାରେ ଗାଈ ବନ୍ଧା ହେଇଯାଇଛି ଆଉ ପାଗ ଦେଖୁଛ ଏଠି ପାଗ ଦେଖ ଗାଈ ବନ୍ଧା ହେଇଗଲା ଏରା ଗାଈ ବାନ୍ଧିକି ପଳେଇ ଗାଈ ମୋର ତ ହତଟା ନେଇ ମାନେ ହତଟା ମାନେ ଏଇ ହତଟା ଏଥିରେ ବାନ୍ଧେଇକି ଗାଈ ଯାଉଛି ଆସିକି ପୁଣି ସନ୍ଧ୍ୟାବେଳକୁ ଗାଈ ନେବାକୁ ଘାସ ଏପଟେ ସବୁ ଜାଗ ଏପଟେ ସବୁ ଏମିତି ଘାସ ଏପଟେ ବିଲରେ ଟିକେ ହଳ ଟିକେ ଲେଟ୍ ରୁହେ ଏପଟେ ଜାଗା ସେଗୁରା ସବୁ ସେଗୁରା ଆହୁରି ଲେଟ୍ ହବ ସେପଟ ହେଇଗଲା ପରେ ଏପଟ ଲାଷ୍ଟ ରୁହେ ଏପଟେ ଭଲ ଆଗ ପଛରେ ହଳ ହବ ପଛରେ ଫସଲ ହବ ଏପଟଟା ଏପଟେ ସବୁ କୁସୁମ ଲାଗିଛି ଏସବୁ କୁସୁମ ଲାଗିଛି ଆମର ଗୋଟେ ବିଲ ସେଇ ଯୋଉ ବାଉଁଶ ବୁଦା ଦେଖାଯାଉଛି ବାଉଁଶ ବୁଦା ପାଖରେ ଆମର ଗୋଟେ ବିଲ ଅଛି ଏଠି ଏ ଯୋଉ ଲୋକ ଯୋଉଠି ନାହାନ୍ତି ସେଇଠି ଗୋଟେ ଆମର ବିଲ ଅଛି ପୁରା ସେଇଠି ପାଖରେ ରେଡି ଏତେ ପାଖରେ ଅଛି ସାଙ୍ଗମାନେ ଦେଖିଛ ଦେଖ ମୁଁ ଏଇଠି ମୋର ମାନେ ଗୋଟେ ହାତ କି 1.5 ହାତ ପାଖରେ ବଇଛି କାହିଁକି ନା ସେ ଆଇଁଷ ଖାଇବ ବୋଲି ବଇଛି ପାଖରେ ଆଇଡିଆ ସେ 1.5 ହାତ ଚାଲି ସେଟା କଣ ଖାଇବା ଜିନିଷଟା ତାକୁ ଖାଇବା ସେ ପୁରା ଅନେଇଛି ସେ ଖାଇବା ତାକୁ ଭୋକ ହେଲାଣି ସେ ଚିକେନ ଖାଏ ହେଲା ସେ ଚିକେନ ଖାଇବ ବୋଲି ଦେଖ ମୋ ପାଖରେ ସେ ଯାଉଛି ଦେଖ ସେ କଣ୍ଟେ ଧରିଦେଇ ପଡିଲା ଭାବିଲା ମୁଁ ଗୋଟେ କଣ ପକେଇଛି ବୋଲି କଣ୍ଟେ ଧରିଦେଇଛି ଏଠି ପଡିଲା ଏଇଟା ନାଲି ବଗ ଏଟା ପୁରା ପୋଷା ହେଇଗଲାଣି ଧରା ଦିଅନ୍ତୁ ହେଲେ ବେକଟା ଟମଟମ କରୁଛି ଏ ମୁଁ ଶୋଇଥିବି ଇଏ ଯିବ ଘରେ ମତେ ଡାକିବ ମାନେ ସାଙ୍ଗମାନେ ମୁଁ ଶୋଇଥିବି ଘର ଭିତରେ ଶୋଇଥିବି ଇଏ ଯିବ ଘର ଭିତରକୁ ବସିଥିବ ଗେଟ୍ ପାଖରେ ମତେ ଡାକିବ ଯେ ଆଇରେ କେମିତି ଖାଇବ
ଆଉ ପୋଷା ଏମିତି ମାନେ କଣ କହିଲେ ସମସ୍ତଙ୍କଠି ଏମିତି ଭଲ ପାଇବାଟା ଆସେନି ମାନେ ଠାକୁରଙ୍କ ପାଖରେ ଗୋଟେ କିଛି ଆଶୀର୍ବାଦ ଥିବ ଯଦି ତମ ପାଖକୁ ସେମିତି ପଶୁପକ୍ଷୀ ମାନେ ତମ ପାଖକୁ ଆସିବେ ମୋ ପାଖକୁ ଆଉଛନ୍ତି ସେଇଟା ବହୁତ ବଡ଼ କଥା। ଯାହା ହଉ 2 ଗୋଡ଼ିଆଙ୍କ ଉପରେ ଭରସା କରିବ 4 ଗୋଡ଼ିଆଙ୍କ ଉପରେ କେବେ ଭରସା କରିବନି। ସରି 4 ଗୋଡ଼ିଆ ଉପରେ ଭରସା କରିବ 2 ଗୋଡ଼ିଆ ଉପରେ ଭରସା କରିବନି। ବଗଟା ତ 2 ଗୋଡ଼ିଆ କିନ୍ତୁ ସେଟା ଗୋଟେ ପକ୍ଷୀ 4 ଗୋଡ଼ିଆ ପଶୁ 2 ଗୋଡ଼ିଆ ହଉଛନ୍ତି ମଣିଷ ସିଏ ପଶୁଠୁ ବହୁତ ହୀନ। ମାନେ ସେମାନଙ୍କ ଉପରେ ଭରସା କରିବ ଭାଇ ମାରିଦେବେ ତମକୁ। ବେଶୀ ତମ ବାହାର ଲୋକ ଶତ୍ରୁତା ପଛେ ଏତିକି ମାରିବେନି ଘର ଲୋକ ତମ ନିଜର ଲୋକ ତମ ଚିହ୍ନା ଲୋକ ସେଇମାନେ ତମକୁ ବେଶୀ ମାରିଦେବେ। ତାଙ୍କଠୁ ବହୁତ ଦୂରରେ ରହିବ। ବେଶୀ କିଛି ନାହିଁ ଭାଇ ମାନେ ଗୋଟେ କଥା କଣ କହିଲ ସବୁବେଳେ ନିଜ କାମ ଉପରେ ଫୋକସ୍ ଦିଅ ବାହାର ଲୋକଙ୍କ କଥା ଶୁଣନି ଆଗକୁ ମାଡ଼ି ଚାଲ। ଠାକୁର ଆପଣମାନଙ୍କୁ ଯେମିତି ହେଲେ ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚେଇବେ। ଆଉ ସେମିତି ମାଡ଼ି ଚାଲ କାମ କର କାହା କଥା ଶୁଣନି। ଯେ ଲୋକ ଭାଇ ମୁଁ ତ ଏଇଠି ଦେଖୁଛ ଭିଡ଼ିଓ ପକଉଛି ମୋତେ 100 ଲୋକ 100 କମେଣ୍ଟ ଦେଉଥିବେ ଖରାପ କମେଣ୍ଟ ବଏ ଭାଇମାନେ ଖରାପ କମେଣ୍ଟ ଦିଅନ୍ତି ବହୁତ ଭାଇମାନେ ଭଲ କମେଣ୍ଟ ଦିଅନ୍ତି। ତାଙ୍କ କଥା ଧରିଲେ ଆମେ ଆଗକୁ ଯାଇପାରିବା। ସେଇମାନେ ଆଜି ଖରାପ ଦେଇ ଦିନେ ନା ଦିନେ ଭଲ ଦେବେ। ଆଉ ତାଙ୍କ କଥାକୁ ଏତେ ଧ୍ୟାନ ଦିଅନ୍ତିନି। ହଁ ଆଉ ଗୋଟେ କଥା ସାଙ୍ଗମାନେ ମୋତେ ଥରେ ନାହିଁ 2 ଥର ନାହିଁ 3 ଥର ହେଇଗଲା ଏଇଟା 3 ଥରକୁ ପଡ଼ିଗଲା। ମୁଁ ଆପଣମାନଙ୍କୁ କ'ଣ କହୁଛି ନା ଭାଇ ଆସୁଛନ୍ତି ଯେତେବେଳେ ବାହାରୁ ଆଉଛ ଭାଇ ମୋତେ ଡାଇରେକ୍ଟ ଓପନଲି କହୁଛନ୍ତି ଭାଇ ଆମ ପାଇଁ ମଦ ରଖିଥାଉ ଆମେ ଗଲେ ମଦ ପିଇବୁ। ଭାଇ ଗୋଟେ କଥା କାଇଣ୍ଡଲି ଗୋଟେ କଥା କହୁଛି ଆପଣମାନଙ୍କୁ ମୁଁ ମଦୁଆ ନୁହଁ କି ଗୁଟୁକା ସିଗାରେଟ୍ ମୁଁ ପାନ ସିଗାରେଟ୍ ସିଗାରେଟ୍ ହଁ ଗୁଟୁକା ପାନ ଏଗୁରା କି ସାଧା ପୁଡ଼ିଆଟେ ବି ଖାଏନି। ପୁଡ଼ି ପାଟିରେ ପୁଡ଼ି ବାନ୍ତି ଉଠେଇବ। ମୁଁ ଜମା ସେଗୁରା ଖାଏନି। ଯଦି ଆସ ଭାଇ ମାନେ ହେଲ୍ଥ ଫୁଡ୍ ଦେବି ପିଇବାକୁ ଯିବି ଜୁସ୍ ଦେବି ଥଣ୍ଡା ଦେବି ଯେତେ ପିଇବ ତମେ ପିଇ ପାରିବନି ଯେତିକି ଦେବି। ଭାଇ ମଦ ଫଦ ମୁଁ ପିଏନି ସେଗୁରା ମୋତେ ଜଚାଜଚି କରିବନି କି ସେଗୁରାକ ମୁଁ ବି ଦେବିନି। କାହିଁକିନା ଯେଉଁଟା ଭଲ ଜିନିଷ ମଦ ପିଅ ମୁଁ ମନା କରୁନି କିନ୍ତୁ ଭାଇ କାହା କ'ଣ ମଦ ଗୋଟେ ଯାଚିଆ ତମେ କୋଉଟେ ଗୋଟେ ବାହାରୁ ଯାଇଥିବ ସମସ୍ତଙ୍କ ଭାଇ ସମସ୍ତଙ୍କ ମଦ ପିଅନ୍ତି ମଦ ଯାଚିବ ସେମିତି କରିବନି। ଭୁଲରେ ସେମିତି କରିଦେଲଣି କେତେ ଥର 2-3 ଥର ହେଇଗଲା। ଭାଇ ଗୋଟେ କାଲି ଆସିଥିଲେ ଗୋଟେ ସିଏ ବି ସେମିତି କହିଲେ ସେମିତି କରିବନି। କାରଣ ଯୋଉଟା ଯାହାକୁ ସୁଟ୍ ତମେ ତାଙ୍କୁ କହିବ ଠିକ୍ ଲାଗିବ ସେଇଟା ମୋତେ ଆସି କହିବ ମୋ ସେଇଟା ସୁଟ୍ ଲାଗିବ। ଆପଣ ଆସନ୍ତୁ ମୁଁ ଆପଣଙ୍କୁ ମଦ କ'ଣ ମଦ ଜାଗାରେ ଭାଇ କହୁଛି ପ୍ରୋଟିନ୍ ଦେବି। ପ୍ରୋଟିନ୍ ମାନେ ଫଳରସ ସବୁ ପ୍ରକାର ଫଳରସ ପ୍ଲସ୍ ଥଣ୍ଡା ଫଣ୍ଡା ଯେତେ ସବୁ ପିଇବ ସବୁ ଜିନିଷ ଦେଇପାରିବି ଆପଣମାନଙ୍କୁ କିନ୍ତୁ ଏଗୁରାକ ମଦ ଫଦ ନୁହଁ। ଆଉ କାହିଁକିନା ମୋତେ ସେମିତି ଯାଚିବନି ସେଗୁରା ଯାଚି ବହୁତ ବଡ଼ ଭୁଲ କରୁଛ। ସେମିତି କେବେ ଯାଚିବନି। ଆଉ ଥରେ ଯାଚିଲେ ତମ ଫେସ୍ ମୁଁ ରିଭିଲ୍ କରିଦେବି ଯିଏ ମୋତେ ଯାଚିବ। ସେଇଟା ଭୁଲରେ କେବେ ଯାଚିବନି। ସେଇଟା ଭଲ ଜିନିଷ ନୁହଁ ନା ଭାଇ। ଯେଉଁ ବାଟରେ ଯେଉଁଟା ଭଲ ପିଲାଙ୍କୁ ଭଲ କଥା କହିବ ଖରାପ ପିଲାଙ୍କୁ ଖରାପ କଥା କହିବ ସେଇଟା ଭଲ ଲାଗିବ। ସେଗୁରାକ ଭଲ ଲାଗେନି ମୋତେ। ଓକେ ତାପରକୁ ଆପଣମାନେ ଭିଡ଼ିଓ ଦେଖନ୍ତୁ ଏନ୍ଜୟ କରନ୍ତୁ। ଆଉ ଭିଡ଼ିଓ ଯଦି ଭଲ ଲାଗିଥିବ ଲାଇକ୍ ସେୟାର କମେଣ୍ଟ କରିବେ। ଚାଲନ୍ତୁ ଆଗକୁ ଯିଏ କ'ଣ ହେଉଛି କ'ଣ ନାହିଁ ଆପଣମାନେ ସବୁ ଦେଖିପାରିବେ। ଜୟ ଜଗନ୍ନାଥ। ସାଙ୍ଗମାନେ ଆପଣମାନଙ୍କୁ ଗୋଟେ ଜିନିଷ ଦେଖାଉଛି ଦେଖନ୍ତୁ। ମାନେ ଡ୍ରୁଲ୍ ମୁଁ କେବେ ମଗାଏନି ମାନେ ପ୍ରାୟ ଆଗରୁ କମ୍ ମଗାଉଥିଲି 10 କିଲିଆ ଏବେ ଡ୍ରୁଲ୍ ଆଜି ଗୋଟେ 20 କିଲିଆ ମଗେଇଲି। ମାନେ ଡ୍ରୁଲ୍ସର ଗୋଟେ ପ୍ରଫିଟ୍ ଦେଖନ୍ତୁ। ମୁଁ ଏଇଟା ଆପଣମାନଙ୍କୁ ଆଜି ଦେଖାଉଛି ଦେଖ କୋକ ତାର ବାଲ୍ଟିରେ ମୁଁ ପୁରୀ ଶୁଖିଲା ଖାଏନି କୋକ ତଣ୍ଟିରେ ଲେଖେ ରବେ ଗଁ ହେଉଛି ଯୋଡ଼ୁ କୋକ ଶୁଖିଲା ଖାଏନି ତା ତଣ୍ଟିରେ ଦେଖ ଡ୍ରୁଲ୍ସର ଏଇଟା 20 କିଲିଆଟା ମାନେ କେଡ଼େ ବଡ଼ ଜରି ହେଇଛି ଦେଖିଲ। ସେ ଆପଣଙ୍କ ଅଣ୍ଟା ଉଞ୍ଚା ସରିକି ହବ ଦେଖନ୍ତୁ 20 କେଜିଆ 20 କେଜିର ଆଇଛି କୋକ ତଣ୍ଟିରେ ଲେଖିବ ଶୁଖିଲା ଖାଆନି ତା ତଣ୍ଟିରେ ଲେଖେ ଛାଡ଼ୁ ଯା ତଣ୍ଟିରେ ଲେଖେ ତାର ହେରେ ହେ ଗୋଟେ ଦିନ ପଡ଼ିଯାଇଥିଲା। ମାନେ ଅଲଗା ଆକ୍ଟିଭ କି ଯେକୌଣସି 20 କିଲିଆର ଆଣିବ ମୋର ମାନେ ଗୋଟେ ବାଲ୍ଟି ଫୁଲ୍ ହେଇକି ଏ ବାଲ୍ଟିର ଫୁଲ୍ ହେଇକି ମାନେ ଫୁଲ୍ ହୁଏ ସେତିକି ବେଶୀ ନୁହଁ ଅଧା ଫୁଲ୍ ହୁଏ ବେଶୀ ଫୁଲ୍ ହୁଏନି। ମାନେ ସେ 20 କିଲୋ ବୋଧେ ଆସେନି। ଆ ଦେହରେ ଦେଖ ଗୋଟେ ବାଲ୍ଟି ଫୁଲ୍ ଇଏ ଗୋଟେ ବାଲ୍ଟି ପୁରା ଫୁଲ୍ ଇଏ ବାଲ୍ଟି ଫୁଲ୍ ଏ ବାଲ୍ଟି ଫୁଲ୍ 2 ବାଲ୍ଟି ଫୁଲ୍ ପୁଣି ଏ ବାଲ୍ଟି ଗୋଟେ ବଡ଼ ତାଠୁ ବଡ଼ ବାଲ୍ଟି ଆଠୁ ବଡ଼ ବାଲ୍ଟି ଏଇଟା 3 ବାଲ୍ଟି ଫୁଲ୍ ଫୁଲ୍ ହେଇକି ଆହୁରି ଦେଖ ଗୋଟେ ଅଧ ବାଲ୍ଟି ଭଳିଆ ଡ୍ରୁଲ୍ ଦେଖିଲ ଅଧ ବାଲ୍ଟି ଭଳିଆ ମାନେ 3.5 ବାଲ୍ଟି ଡ୍ରୁଲ୍ 20 କିଲୋ ରହୁଛି। ଡ୍ରୁଲ୍ସର ମଗେଇବ ଆଉ ଯେଉଁ ଆକ୍ଟିଭ ଆଣେ ଆକ୍ଟିଭ ଜରିଗୁରା ତା ଭିତରେ ପଡ଼ିଥିବ ଏଠି କେଜେ ଜରି ପଡ଼ିଛି ତା ଭିତରେ ଦେଖାଯାଉଥିବ କି ମୁଁ ଜାଣିନି। ଦେଖନ୍ତୁ ମୋର କେଜେ ଜରି ପଡ଼ିଛି ମୁଁ ଆପଣମାନଙ୍କୁ ଦେଖୁଛି ଆକ୍ଟିଭ ଏଇଟା ଆକ୍ଟିଭିଟି ହଁ ଦେଖନ୍ତୁ এটা ଆକ୍ଟିଭର କପିର এটা ଆକ୍ଟିଭ ଦେଖ ଅଛି এটা ଆକ୍ଟିଭ ଦେଖ ହେଲା ଆକ୍ଟିଭର ଏଇଟା ମଗାଏ ଡଗିଙ୍କର ଡକ୍ଟର ଇଏ ବେକାର ମୁଁ କହିବାକୁ ଗଲେ ୟାକୁ ଜମା ମଗାନ୍ତୁନି ସାଙ୍ଗମାନେ ବିଶ୍ୱାସ କରନ୍ତୁ ଡ୍ରୁଲ୍ସଟା ବହୁତ ବଢ଼ିଆ। ଆଉ ଦେଖନ୍ତୁ ଆମର ମୋର ତ ଜରି ଆଦିରେ ବି କେଜେ ଜରି ଥିଲା ଯେ ମନେ ପଡ଼ୁନି ଛାଡ଼ କେଉଁଠି ପକେଇଛି। ମୋର ମେଡ଼ିସିନ କେତେ ସାଇଜ୍ ହେଇକି ପଡ଼ିଛି ଆପଣ ମୋତେ ଦେଖିଥିଲେ ଚକୋଲେଟ୍ କଲର ଲାବ୍ରାଡୋରଟା ଦେଖ ସାଙ୍ଗମାନେ ଆଖିଟାକ ରେଡ୍ ରେଡ୍ ଦେଖାଉଛି। ହେଇ 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 କାନ ଅତରା ପକଉଛି ତା ପାଇଁ ଫ୍ୟାନ୍ ଲାଗିଛି ସେ ଡେଇଁ ପଡ଼ିଛି ବୋଲି କବାଟଟା ତାକୁ ପକେଇଛି। ଆଉ ମୋ ମେଡ଼ିସିନ ଦେଖନ୍ତୁ ସାଙ୍ଗମାନେ ଭାଇ ଏଇଟା କାନ ଫଟଉଛି ଭାଇ
ହେଲା ଏଇଟା ପୁରା ଏଇଟା ଆମର ମେଡିସିନଟା ପୁରା ପରଫେକ୍ଟ ପୁରା ରହିଛି ଏଥିରେ ସବୁ ମେଡିସିନ ଆଭେଲେବୁଲ ଷ୍ଟକ୍ ଅଛି। ମୋର ଏଇଟା ମେଡିସିନ ଷ୍ଟୋର ନୁହଁ ସାଙ୍ଗମାନେ, ଇଏ କେବଳ ମୋ ଡଗ୍ ମାନଙ୍କ ପାଇଁ, ଇଏ କେବଳ ମୋ ଡଗ୍ ମାନେ ଖାଆନ୍ତି ଏ ମେଡିସିନ। ସବୁ ମେଡିସିନ ଷ୍ଟକ୍ ଥିବ, ସବୁ ମେଡିସିନ ଷ୍ଟକ୍ ଅଛି। ଆଉ ଯୋଉ ଭାଇ ମାନଙ୍କର ଡଗ୍ ଥଣ୍ଡା ହଉଛି କି ଜ୍ୱର ହଉଛି ମେଲୋନେକ୍ସ ନେଇ ଆସିବେ, ମାର୍କେଟରେ ମିଳିବ ବହୁତ କମ୍ ପ୍ରାଇସ୍। ସାଙ୍ଗମାନେ ଦେଖନ୍ତୁ 76 ଅଛି। ଆଉ ବଡ଼ କୁକୁର ଥିଲେ 2 ml ଲେଖା ଦେବେ ହେଲା, 2 ml ସିରିଞ୍ଜ କାଇଁ ସିରିଞ୍ଜଟା କୋଉଠି ମାରିଦେଲାନି, ସିରିଞ୍ଜ ଏଇ ସିରିଞ୍ଜରେ 2 ml ଲେଖା ଦେବେ ବଡ଼ ସିରିଞ୍ଜରେ। ଏଇଟା ହଉଛି ମାନେ ମେଲୋନେକ୍ସର ଆଣିବେ ପୁରା ଥଣ୍ଡା କଟିଯିବ, ପୁରା ବଢ଼ିଆ ଥଣ୍ଡା କଟିବ। ଏଇଟା ପୁରା ଚିଲଉଛି କାନ ଫଟଉଛି ହେଲା। ଆପଣମାନେ ଏଇଠୁ ଭାବିପାରନ୍ତୁ ମୁଁ ଏଇଠି ଡ୍ରୁଲ୍ସ ଆପଣମାନଙ୍କୁ କାହିଁ ଦେଖେଇଲି ନା, ଡ୍ରୁଲ୍ସ ଦେଖ ପ୍ରଫିଟ୍ କ'ଣ ମାନେ ଗୋଟେ ପୁରା ଫୁଲ୍ ହେଇକି ଆଉ ଗୋଟେ ଫୁଲ୍ ହେଇକି ଆଉ ଗୋଟେ ଫୁଲ୍ ହେଇକି ଅଧ ବାଲ୍ଟି ରହିଲାଣି।